ପିଲାମାନେ ତମାନେ ଥମ୍ବନେଲ ଦେଖି ଜାଣିପାରୁଥିବ ଆଜି ଏହି ଭିଡିଓରେ ଓଡ଼ିଆ ଇଚ୍ଛା ଦିନ ବା ଓଡ଼ିଆ ଅପସନାଲର କିଛି ବଛା ବଛା ପ୍ରଶ୍ନ ଆମେ ଆଲୋଚନା କରିବା ତମମାନଙ୍କ ଇଣ୍ଟରନାଲ ଏକ୍ଜାମ ପାଇଁ। ତ ପିଲାମାନେ ତମାନେ ଯଦି ଏହି ଭିଡିଓଟିକୁ ଦେଖୁଥାଅ କିମ୍ବା ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ, ଯାହାଫଳରେ ତମାନେ ଘରେ ବସି ମୋବାଇଲ ସାହାଯ୍ୟରେ ଏହିଭଳି ପ୍ରଶ୍ନ ପାଇପାରିବ। ତ ଚାଲ ପିଲାମାନେ ଆମେ ଆଉ ସମୟ ନଷ୍ଟ ନ କରି ଓଡ଼ିଆ ଅପସନାଲର କିଛି ବଛା ବଛା ପ୍ରଶ୍ନ ଆମେ ଆଲୋଚନା କରିବା ଏବଂ ସହଜରେ ବୁଝିବା। ପ୍ରଥମ ପ୍ରଶ୍ନ ପିଲାମାନେ ତମମାନଙ୍କ ପାଇଁ, କବି ଗୋଦାବରୀଶ ମହାପାତ୍ର କେଉଁ ବିଦ୍ୟାଳୟର ଛାତ୍ର ଥିଲେ? ଅପସନ ଅଛି ପୁରୀ ଜିଲ୍ଲା ସ୍କୁଲ, ବାଣପୁର ହାଇସ୍କୁଲ, ସତ୍ୟବାଦୀ ବନ ବିଦ୍ୟାଳୟ, ରେଭେନ୍ସା କଲେଜିଏଟ ସ୍କୁଲ। ତ ଏହାର ସଠିକ ଉତ୍ତର ହେବ ସତ୍ୟବାଦୀ ବନ ବିଦ୍ୟାଳୟ। କବି ଗୋଦାବରୀଶ ମହାପାତ୍ର ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ। ନେକ୍ସଟ କ୍ୱେଶ୍ଚନ, ସାରସ୍ୱତ ଶିଳ୍ପୀ ଗୋଦାବରୀଶ ମହାପାତ୍ର କେଉଁ ସାହିତ୍ୟ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ? ଅପସନ ଅଛି ସବୁଜ ଯୁଗ, ସତ୍ୟବାଦୀ ଆଦର୍ଶ, ରାଧାନାଥ ଯୁଗ, ପ୍ରଗତିବାଦୀ ଆଦର୍ଶ। ତ ଏହାର ସଠିକ ଉତ୍ତର ହେବ ସତ୍ୟବାଦୀ ଆଦର୍ଶ। ନେକ୍ସଟ କ୍ୱେଶ୍ଚନ, ଦୃଶତବତୀ ନଦୀର ନାମ କେଉଁ ବେଦରେ ଉଲ୍ଲେଖ ରହିଛି? ଦୃଶତବତୀ ନଦୀର ନାମ କେଉଁ ବେଦରେ ଉଲ୍ଲେଖ ରହିଛି? ଅପସନ ଅଛି ଅଥର୍ବ, ଋଗ୍ବେଦ, ସାମବେଦ, ଯଜୁର୍ବେଦ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଋଗ୍ବେଦ। ନେକ୍ସଟ କ୍ୱେଶ୍ଚନ, କପିଳ ବସ୍ତୁ ତ୍ୟାଗ କରି କିଏ ଭିକ୍ଷୁକର ଜୀବନକୁ ଆଦରି ନେଇଥିଲେ? ଅପସନ ଅଛି ମହାବୀର, ଗୌତମ ବୁଦ୍ଧ, ଅଶୋକ, ବିମ୍ବିସାର। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଗୌତମ ବୁଦ୍ଧ। କପିଳ ବସ୍ତୁ ତ୍ୟାଗ କରି ଗୌତମ ବୁଦ୍ଧ ଭିକ୍ଷୁକର ଜୀବନକୁ ଆଦରି ନେଇଥିଲେ। ନେକ୍ସଟ କ୍ୱେଶ୍ଚନ, ମାନବର ମୁକ୍ତି ଲାଗି କାର୍ଯ୍ୟ କରିଥିବା କେଉଁ ମହାମନୀଷୀଙ୍କ ବିଷୟରେ କବିତାରେ ଉଲ୍ଲେଖ ନାହିଁ? ଅପସନ ଅଛି ଶ୍ରୀ ଚୈତନ୍ୟ, ଗାନ୍ଧୀଜୀ, ଗୌତମ ବୁଦ୍ଧ, ବିବେକାନନ୍ଦ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ବିବେକାନନ୍ଦ। ନେକ୍ସଟ କ୍ୱେଶ୍ଚନ, ନିର୍ଯାତନାର ଦହନ ଜ୍ୱାଳାକୁ ଗାନ୍ଧୀଜୀ କେଉଁଠି ଧାରଣ କରିଥିଲେ? ନିର୍ଯାତନାର ଦହନ ଜ୍ୱାଳାକୁ ଗାନ୍ଧୀଜୀ କେଉଁଠି ଧାରଣ କରିଥିଲେ? ଅପସନ ଅଛି କଣ୍ଠରେ, ଶିରରେ, ବକ୍ଷରେ, ହସ୍ତରେ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ବକ୍ଷରେ। ନିର୍ଯାତନାର ଦହନ ଜ୍ୱାଳାକୁ ଗାନ୍ଧୀଜୀ ବକ୍ଷରେ ଧାରଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଗାନ୍ଧୀଜୀଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ବୋଲି କୁହାଯାଇଛି? ତ ପିଲାମାନେ ଅପସନ ଅଛି ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ, ସୁମେରୁରୁ କୁମେରୁ ପର୍ଯ୍ୟନ୍ତ, ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ, କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ। ଏହାର ସଠିକ ଉତ୍ତର ହେବ ସୁମେରୁରୁ କୁମେରୁ ପର୍ଯ୍ୟନ୍ତ। ଗାନ୍ଧୀଜୀଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସୁମେରୁରୁ କୁମେରୁ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ବୋଲି କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ, କେଉଁ ଚକ୍ରକୁ ଗାନ୍ଧୀଜୀ ସ୍ୱାବଲମ୍ବନର ପ୍ରତୀକ ରୂପେ ଗ୍ରହଣ କରିଥିଲେ? ଅପସନ ଅଛି ଅଶୋକ ଚକ୍ର, ଚରଖା ଚକ୍ର, ସୁଦର୍ଶନ ଚକ୍ର, ସମୟ ଚକ୍ର। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଚରଖା ଚକ୍ର। ପିଲାମାନେ ମନେ ରଖିବ ଚରଖା ଚକ୍ରକୁ ଗାନ୍ଧୀଜୀ ସ୍ୱାବଲମ୍ବନର ପ୍ରତୀକ ରୂପେ ଗ୍ରହଣ କରିଥିଲେ। ସୁମେରୁ କୁମେରୁ ପୁରୀ ଦୁବଦାରୁ କବିତାରେ ବର୍ଣ୍ଣିତ ରେଖାଙ୍କିତ ପଦର ଅର୍ଥ କଣ? ଅପସନ ଅଛି କାଶ୍ମୀରରୁ କନ୍ୟାକୁମାରୀ, କ୍ଷୁଦ୍ରରୁ ବିରାଟ ଯାଏ, ଗଳ୍ପରୁ ଦ୍ରୁମ ଯାଏ, ପୂର୍ବରୁ ପଶ୍ଚିମ ଯାଏ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ କ୍ଷୁଦ୍ରରୁ ବିରାଟ ଯାଏ। ନେକ୍ସଟ କ୍ୱେଶ୍ଚନ, କୋଟି ଗରିବର ଅଶ୍ରୁକୁ ଗାନ୍ଧୀ କଣ କଲେ? ଅପସନ ଅଛି କଟି ମେଖଳା, କଣ୍ଠମାଳା, ଶିରଭୂଷଣ, ମଥା ତିଳକ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ କଣ୍ଠମାଳା। କୋଟି ଗରିବର ଅଶ୍ରୁକୁ ଗାନ୍ଧୀ କଣ୍ଠମାଳା କଲେ। ନେକ୍ସଟ କ୍ୱେଶ୍ଚନ, ସାବରମତୀ କାହାର ନାମ? ଅପସନ ଅଛି ନଦୀର, ପାହାଡର, ପ୍ରଦେଶର, ପୁଷ୍କରିଣୀର। ଏହାର ସଠିକ ଉତ୍ତର ହେବ ନଦୀର। ସାବରମତୀ ନଦୀର ନାମ। ନେକ୍ସଟ କ୍ୱେଶ୍ଚନ, କାହାର ଆସନକୁ ମହାମାନବ କୁସୁମମୟ କରିଦେଲେ? କାହାର ଆସନକୁ ମହାମାନବ କୁସୁମମୟ କରିଦେଲେ? ଅପସନ ଅଛି ସ୍ୱାଧୀନତା ସଂଗ୍ରାମୀର, ଶିଳ୍ପପତିର, ଧନିକର, ନିଷ୍ପେଷିତର। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ନିଷ୍ପେଷିତର। ନିଷ୍ପେଷିତର ଆସନକୁ ମହାମାନବ କୁସୁମମୟ କରିଦେଲେ। ନେକ୍ସଟ କ୍ୱେଶ୍ଚନ, ଦୀନବନ୍ଧୁ ବୋଲି କାହାକୁ ସମ୍ବୋଧନ କରାଯାଇଛି? ଅପସନ ଅଛି ମହାତ୍ମା ଗାନ୍ଧୀ, ବୁଦ୍ଧଦେବ, ନିମାଇ, କପିଳ ବାସ୍ତୁର ରାଜା।
ତ ପିଲାମାନେ ଏହାର ସଠିକ ଉତ୍ତର ହେବ ମହାତ୍ମା ଗାନ୍ଧୀ। ଦୀନବନ୍ଧୁ ବୋଲି ମହାତ୍ମା ଗାନ୍ଧୀଙ୍କୁ ସମ୍ବୋଧନ କରାଯାଇଛି। ନେକ୍ସଟ କ୍ୱେଶ୍ଚନ, କଟି ତଟେ ଦିନ କୌପୀନ କିଏ ଧାରଣ କରିଥିଲେ? କଟି ତଟେ ଦିନ କୌପୀନ କିଏ ଧାରଣ କରିଥିଲେ? ଅପସନ୍ ଅଛି ନେହେରୁ, ଗାନ୍ଧୀଜୀ, ଶ୍ରୀକୃଷ୍ଣ, ନିମାଇ। ତ ଏହାର ସଠିକ ଉତ୍ତର ହେବ ଗାନ୍ଧୀଜୀ। କଟି ତଟେ ଦିନ କୌପୀନ ଗାନ୍ଧୀଜୀ ଧାରଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ମହାମାନବଙ୍କର ପଥ କିପରି ଥିଲା? ଅପସନ୍ ଅଛି ପୁଷ୍ପମୟ, ଲବଣୀମୟ, କଣ୍ଟକମୟ, ସଲିଳମୟ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ କଣ୍ଟକମୟ। ମହାମାନବଙ୍କର ପଥ କଣ୍ଟକମୟ ଥିଲା। ନେକ୍ସଟ କ୍ୱେଶ୍ଚନ, ଗାନ୍ଧୀଜୀଙ୍କ ପ୍ରଭାବରେ ଦୃଶ୍ୟବତୀ କ'ଣ ପାଲଟି ଗଲା? ଅପସନ୍ ଅଛି ସାବରମତୀ, ଗୋଦାବରୀ, କୃଷ୍ଣା, କାବେରୀ। ଏହାର ସଠିକ ଉତ୍ତର ହେବ ସାବରମତୀ। ଗାନ୍ଧୀଜୀଙ୍କ ପ୍ରଭାବରେ ଦୃଶ୍ୟବତୀ ସାବରମତୀ ପାଲଟି ଗଲା। ନେକ୍ସଟ କ୍ୱେଶ୍ଚନ, କପିଳବସ୍ତୁ ତ୍ୟାଗ କରି କିଏ ଦୂରକୁ ଚାଲି ଯାଇଥିଲେ? କପିଳବସ୍ତୁ ତ୍ୟାଗ କରି କିଏ ଦୂରକୁ ଚାଲି ଯାଇଥିଲେ? ଅପସନ୍ ଅଛି ମହାବୀର, ଗୌତମ ବୁଦ୍ଧ, ଅଶୋକ, ଖାରବୀର। ଏହାର ସଠିକ ଉତ୍ତର ହେବ ଗୌତମ ବୁଦ୍ଧ। କପିଳବସ୍ତୁ ତ୍ୟାଗ କରି ଗୌତମ ବୁଦ୍ଧ ଦୂରକୁ ଚାଲି ଯାଇଥିଲେ। ନେକ୍ସଟ କ୍ୱେଶ୍ଚନ, ସାବରମତୀ ଆଶ୍ରମ କେଉଁ ପ୍ରଦେଶରେ ଅବସ୍ଥିତ? ଅପସନ୍ ଅଛି ମହାରାଷ୍ଟ୍ର, ଗୁଜରାଟ, ବିହାର, ଓଡ଼ିଶା। ଏହାର ସଠିକ ଉତ୍ତର ହେବ ଗୁଜରାଟ। ସାବରମତୀ ଆଶ୍ରମ ଗୁଜରାଟ ପ୍ରଦେଶରେ ଅବସ୍ଥିତ। ନେକ୍ସଟ କ୍ୱେଶ୍ଚନ, ମହାମାନବ କାହାକୁ କୁହାଯାଇଛି? ଅପସନ୍ ଅଛି ଜବାହରଲାଲ ନେହେରୁ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ଲୋକମାନ୍ୟ ତିଳକ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ମହାତ୍ମା ଗାନ୍ଧୀ। ମହାମାନବ ମହାତ୍ମା ଗାନ୍ଧୀଙ୍କୁ କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ, ଦୃଶ୍ୟବତୀ କ'ଣ? ଅପସନ୍ ଅଛି ଏକ ନଦୀର ନାମ, ଏକ ପାହାଡ଼ର ନାମ, ଏକ ପ୍ରଦେଶର ନାମ, ନା ଏକ ସହରର ନାମ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଏକ ନଦୀର ନାମ। ଦୃଶ୍ୟବତୀ ହେଉଛି ଏକ ନଦୀର ନାମ। ପିଲାମାନେ ଏହି କ୍ୱେଶ୍ଚନଟି ତମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଛି, ତମାନେ ମନେ ରଖିବ। ଦୃଶ୍ୟବତୀ ହେଉଛି ଏକ ନଦୀର ନାମ। ନେକ୍ସଟ କ୍ୱେଶ୍ଚନ, ଦ୍ୱାରକାର ଦେବତା କିଏ? ଦ୍ୱାରକାର ଦେବତା କିଏ? ଅପସନ୍ ଅଛି ଶ୍ରୀକୃଷ୍ଣ, ବଳରାମ, ଶିବ, ବ୍ରହ୍ମା। ଏହାର ସଠିକ ଉତ୍ତର ହେବ ଶ୍ରୀକୃଷ୍ଣ। ଦ୍ୱାରକାର ଦେବତା ହେଉଛନ୍ତି ଶ୍ରୀକୃଷ୍ଣ। ନେକ୍ସଟ କ୍ୱେଶ୍ଚନ, ନିମାଇ କିଏ? ଅପସନ୍ ଅଛି ଶ୍ରୀ ଚୈତନ୍ୟ, ରାମକୃଷ୍ଣ ପରମହଂସ, ବିବେକାନନ୍ଦ, ରାମାନୁଜ। ତ ଏହାର ସଠିକ ଉତ୍ତର ହେବ ଶ୍ରୀ ଚୈତନ୍ୟ। ନିମାଇ ହେଉଛନ୍ତି ଶ୍ରୀ ଚୈତନ୍ୟ। ନେକ୍ସଟ କ୍ୱେଶ୍ଚନ, ସବୁରି ମରମେ କାହାର ଜୀବନବତୀ ଜଳୁଛି? ଅପସନ୍ ଅଛି ନିମାଇ, ଦ୍ୱାରକା ଦେବତା, ବୁଦ୍ଧଦେବ, ମହାତ୍ମା ଗାନ୍ଧୀ। ଏହାର ସଠିକ ଉତ୍ତର ହେବ ମହାତ୍ମା ଗାନ୍ଧୀ। ନେକ୍ସଟ କ୍ୱେଶ୍ଚନ, ଓଡ଼ିଆରେ ପ୍ରତି କବିତା ଗୁଡ଼ିକ ଇଂରାଜୀ ସାହିତ୍ୟର କେଉଁ କବିତାର ପ୍ରତିରୂପ? ଅପସନ୍ ଅଛି ଏପିକ୍, ସନେଟ୍, ଓଡ୍, ବାଲାଡ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଓଡ୍। ଓଡ଼ିଆରେ ପ୍ରତି କବିତା ଗୁଡ଼ିକ ଇଂରାଜୀ ସାହିତ୍ୟର ଓଡ୍ କବିତାର ପ୍ରତିରୂପ। ନେକ୍ସଟ କ୍ୱେଶ୍ଚନ, ପଦ୍ମର ସୌନ୍ଦର୍ଯ୍ୟ ନିରୀକ୍ଷଣ କରି କବିଙ୍କର କେଉଁ ଅଙ୍ଗ ପବିତ୍ର ହୋଇଯାଇଥିଲା? ପଦ୍ମର ସୌନ୍ଦର୍ଯ୍ୟ ନିରୀକ୍ଷଣ କରି କବିଙ୍କର କେଉଁ ଅଙ୍ଗ ପବିତ୍ର ହୋଇଯାଇଥିଲା? ଅପସନ୍ ଅଛି ଶରୀର, ମସ୍ତକ, ନେତ୍ର, ମନ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ନେତ୍ର। ପଦ୍ମର ସୌନ୍ଦର୍ଯ୍ୟ ନିରୀକ୍ଷଣ କରି କବିଙ୍କର ନେତ୍ର ଅଙ୍ଗ ପବିତ୍ର ହୋଇଯାଇଥିଲା। ନେକ୍ସଟ କ୍ୱେଶ୍ଚନ, ପଙ୍କରୁ ପଦ୍ମ ଜନ୍ମ ନେଲା ଭଳି ଦରିଦ୍ର କୁଟୀରରେ କିଏ ଜନ୍ମଗ୍ରହଣ କରିଥାନ୍ତି? ଅପସନ୍ ଅଛି ମହାପୁରୁଷ, ରାଜନୀତିଜ୍ଞ, କୂଟନୀତିଜ୍ଞ, ରାଜା। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ମହାପୁରୁଷ। ପଙ୍କରୁ ପଦ୍ମ ଜନ୍ମ ନେଲା ଭଳି ଦରିଦ୍ର କୁଟୀରରେ ମହାପୁରୁଷ ମାନେ ଜନ୍ମଗ୍ରହଣ କରିଥାନ୍ତି। ନେକ୍ସଟ କ୍ୱେଶ୍ଚନ, ପଦ୍ମ ମୂଳରେ ସର୍ପ ବାସ କଲା ଭଳି କ'ଣ ଶରୀରରେ ରହିଅଛି? ପଦ୍ମ ମୂଳରେ ସର୍ପ ବାସ କଲା ଭଳି କ'ଣ ଶରୀରରେ ରହିଅଛି? ଅପସନ୍ ଅଛି ପାପ ରୂପକ କାଳସର୍ପ, ଆତ୍ମା, ପରାତ୍ମା, ପଞ୍ଚଭୂତ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ପାପ ରୂପକ କାଳସର୍ପ। ପଦ୍ମ ମୂଳରେ ସର୍ପ ବାସ କଲା ଭଳି ଶରୀରରେ ପାପ ରୂପକ କାଳସର୍ପ ରହିଅଛି। ନେକ୍ସଟ କ୍ୱେଶ୍ଚନ, କମଳ ପ୍ରତି କେଉଁ ଧରଣର କବିତା? ଅପସନ୍ ଅଛି ସନେଟ୍, ସମ୍ବୋଧନ ଗୀତି,
शोक गीतिका गाथा कविता तो यार सठिक उत्तर हेब संबोधन गीति कमल प्रति संबोधन गीति धरणर कविता। नेक्स्ट क्वेश्चन कवितारे कौन सृष्टिकर्ता सौंदर्यमय सृष्टि एक अपूर्व कमनीय सर्जना रूपे वर्णित ऑप्शन अच्छी कई कमल गोलाप कदम्ब यार सठिक उत्तर हेब कमल। नेक्स्ट क्वेश्चन दले दले मधुकरे होई समाकूले रेखांकित शब्दर अर्थ कौन दले दले मधुकरे होई समाकूले रेखांकित शब्दर अर्थ कौन ऑप्शन अच्छी भ्रमर प्रजापति कंकी पद्म यार सठिक उत्तर हेब भ्रमर। नेक्स्ट क्वेश्चन कवि पद्म फूल को तोड़ी आनी कौन देई आदर करिवे बोली भाबुछंती ऑप्शन अच्छी मधुर चुंबन घन आलिंगन आघ्राण प्रेम संभाषण तो पिला माने यार सठिक उत्तर हेब मधुर चुंबन कवि पद्म फूल को तोड़ी आनी मधुर चुंबन देई आदर करिवे बोली भाबुछंती। नेक्स्ट क्वेश्चन शत दल कहिले कौन बुझा जाए शत दल कहिले कौन बुझा जाए ऑप्शन अच्छी पद्म कदम्ब कई गोलाप तो यार सठिक उत्तर हेब पद्म शत दल कहिले पद्म को बुझा जाए। नेक्स्ट क्वेश्चन मृणाल कौन थाए मृणाल कौन थाए ऑप्शन अच्छी स्निग्धता कोमलता मधुरता कंटक यार सठिक उत्तर हेब कंटक मृणाल कंटक थाए। नेक्स्ट क्वेश्चन पद्म को वर्णना करिबारे किए लज्जित होई पड़े पद्म को वर्णना करिबारे किए लज्जित होई पड़े ऑप्शन अच्छी शिक्षक कविंक लेखनी छात्र समालोचक यार सठिक उत्तर हेब कविंक लेखनी पद्म को वर्णना करिबारे कविंक लेखनी लज्जित होई पड़े। नेक्स्ट क्वेश्चन पुंडरीक किए ऑप्शन अच्छी कई पद्म कदम्ब गोलाप यार सठिक उत्तर हेब पद्म पुंडरीक हेउछि पद्म। नेक्स्ट क्वेश्चन सुंदर पणरे काहार पटांतर नाही सुंदर पणरे काहार पटांतर नाही ऑप्शन अच्छी पुष्करिणीर पद्मर बगीचार वर्णनार तो यार सठिक उत्तर हेब पद्मर सुंदर पणरे पद्मर पटांतर नाही। नेक्स्ट क्वेश्चन पद्म पाखुड़ारू कौन झरी पड़ुला ऑप्शन अच्छी पुण्य अमृत वर्षा जल आनंदाश्रु प्रेमाश्रु तो यार सठिक उत्तर हेब पुण्य अमृत पद्म पाखुड़ारू पुण्य अमृत झरी पड़ुला। नेक्स्ट क्वेश्चन पद्म दर्शन रे कविंकर कौन दूरीभूत हेब ऑप्शन अच्छी पुण्य दूरित अज्ञाता सार्थकता यार सठिक उत्तर हेब दूरित पद्म दर्शन रे कविंकर दूरित दूरीभूत हेब। नेक्स्ट क्वेश्चन पद्म निकटरे केउ माने समाकूल होई पड़ुथिले ऑप्शन अच्छी मधुकर माने दर्शक माने भावुक माने ग्रह नक्षत्र माने यार सठिक उत्तर हेब मधुकर माने पद्म निकटरे मधुकर माने समाकूल होई पड़ुथिले। नेक्स्ट क्वेश्चन पाप काल बेल काहार मूलरे थाए ऑप्शन अच्छी संसार स्वर्ग मर्त्य पाताल यार सठिक उत्तर हेब संसार पाप काल बेल काहार मूलरे थाए ना संस्कार मूलरे थाए। नेक्स्ट क्वेश्चन पद्म दलरू अमृत झरी पड़िबा देखि किए पुत होई जाउथिला ऑप्शन अच्छी मस्तक कविंक नेत्र मन शरीर यार सठिक उत्तर हेब कविंक नेत्र पद्म दलरू अमृत झरी पड़िबा देखि कविंक नेत्र पुत होई जाउथिला। नेक्स्ट क्वेश्चन विजनता काहार नयन को मोहित करिछि विजनता काहार नयन को मोहित करिछि ऑप्शन अच्छी मुनि निर्वासित राजा भगवान तो यार सठिक उत्तर हेब मुनि विजनता मुनि नयन को मोहित करिछि। नेक्स्ट क्वेश्चन यौवन सहित काहाकू तुलना करा जाइछि यौवन सहित काहाकू तुलना करा जाइछि ऑप्शन अच्छी मधुप चंपा फूल कमल कृष्णचूड़ा तो यार सठिक उत्तर हेब चंपा फूल यौवन सहित चंपा फूल को तुलना करा जाइछि। नेक्स्ट क्वेश्चन श्री चैतन्यंकर पिलादिनर नाम कौन थिला ऑप्शन अच्छी शंकर रामानुज निमाई श्रीकृष्ण तो यार सठिक उत्तर हेब निमाई श्री चैतन्यंकर पिलादिनर नाम थिला निमाई। नेक्स्ट क्वेश्चन पुण्य अमृत केउथिरु झरी पड़ुथिला ऑप्शन अच्छी पद्म पाखुड़ारू मोहुरु चंद्र ज्योत्स्नारू स्वर्गरू
ତ ପିଲାମାନେ ଏହାର ସଠିକ ଉତ୍ତର ହେବ ପଦ୍ମ ପାଖୁଡ଼ାରୁ। ପୁଣ୍ୟ ଅମୃତ ପଦ୍ମ ପାଖୁଡ଼ାରୁ ଝରି ପଡୁଥିଲା। ନେକ୍ସଟ କ୍ୱେଶ୍ଚନ, ଦିବ୍ୟ ଦୃଷ୍ଟିରେ କିଏ ମହାଭାରତ ଯୁଦ୍ଧକୁ ଦେଖି ପାରୁଥିଲେ? ଅପସନ ଅଛି ଭୀଷ୍ମ, ସଞ୍ଜୟ, କୃଷ୍ଣ, ବିଦୁର। ଏହା ସଠିକ ଉତ୍ତର ହେବ ସଞ୍ଜୟ। ପିଲାମାନେ ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।